ବାପା ବା ତମକୁ କହିଥିଲେ ଶାଢ଼ୀ କିଣିବା ପାଇଁ ପଇସା ଦେବେ ବୋଲି କାଇଁ ସେଇଠି ଏଇନୁ କହିଲେ ଏଇ 1 ଟଙ୍କା ଧରେଇଦେବେ ଏଇଥିରୁ 3ଟା ଶାଢ଼ୀ ହବ ଗୋଟେ କି ଶାଢ଼ୀ ଗଲା ଶାଢ଼ୀ ଦେବେ ଦୋକାନୀ ଖାଲି କଣ ହସୁଛନ୍ତି ବାପା କାଇଁ ପଇସା କାଇଁ ପୁଅ କୋଉଠୁ ଆଣିବ ତା ପାଖେ କିଛି ନାହିଁ ସେ ଲଣ୍ଡା ତମର ଛୁଟି ଅଛି ତମେ ଦିଅ ଯେତେବେଳେ ଯିଏ ଯୁଆଡେ ବାହାରିଥିବ 1 ଟଙ୍କା କୋଉଠି ରଖିଦେବେ ଦେଖେଇଦେବେ ଦେଖୁନ ପର୍ସରେ କିଛି ନାହିଁ କିଛି ନାହିଁ ଆଇସ୍କ୍ରିମ ଯୋଗ୍ୟ ନୁହଁ ଏଟା ଆଇସ୍କ୍ରିମ ନୁହଁ ଏଟା ଆମର ବସ ଭଡା ଯିବା ଆସିବା ଆସିବା ବି ହେଇପାରିବନି ଖାଲି ଯିବାଟା ହବ ପୁରା ଆଇସ୍କ୍ରିମ ଖାଇବାକୁ ବି ଦଉନାହାନ୍ତି ଆଉ ଗୋଟେ 100 ବାହାରିଲା 100 200 ବାହାରିଲା ମୋର 100 1500 ହଁ ନା ମୋର ତମ ଦବ ଆଇସ୍କ୍ରିମ ପଇସା ଦେଇଛି ଛାଡ ବାପା ଖାଇବା ପାଇଁ ଦେଲେ ତମେ କିଣିବା ପାଇଁ ଦବ ଆଉ ଖାଇବା ପାଇଁ ଆମର ତ ହେଇଯିବ ଗୁପଚୁପ ଆଇସ୍କ୍ରିମ ହେଇଯିବ ହଉ ଚାଲ ଦେଖିବା କଣ ହଉଛି ଆଉ